জয় জগন্নাথ দর্শক বন্ধু চলন্তু আজর কিছু গুরুত্বপূর্ণ খবর উপরে নজর পকাই নেবা। ভিডিওটি বহুত গুরুত্বপূর্ণ ହେବ ସେଥିପାଇଁ ବିନା ସ୍କିପ୍ କରି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲରେ ପ୍ରଥମ ଥର ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ନୋଟିଫିକେସନ ବେଲଟିକୁ ଅନ୍ କରିଦିଅନ୍ତୁ। ପ୍ରଥମ ଖବରଟି ଅଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ। 201 କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଗଲା ସହାୟତା ରାଶି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ। ଗଞ୍ଜାମ ଜିଲ୍ଲା ମା ତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଐତିହାସିକ ଯୋଜନା। ସାମୂହିକ ବିବାହ କାର୍ଯ୍ୟକ୍ରମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏବେ ବିବାହ ମଣ୍ଡପରେ ପ୍ରାୟ 201 ଯୋଡ଼ି ବରକନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ 45,000 ଟଙ୍କା ଲେଖାଏଁ ସହାୟତା ରାଶି ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ ବରଂ ମୁଁ ଜଣେ ପିତା ଏବଂ ଭାଇ ହିସାବରେ ଏଠାରେ ଉପସ୍ଥିତ ରହି ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିବା ସରକାରଙ୍କ ସୌଭାଗ୍ୟ। ତେବେ ମହିଳାଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ମହିଳାଙ୍କୁ ସମ୍ମାନ, ସାମାଜିକ ସୁରକ୍ଷା, ଯୌତୁକ ପ୍ରଥାକୁ ଲୋପ କରିବାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହାୟକ ହେବ ବୋଲି ସିଏମ୍ ମୋହନ ଚରଣ ମାଝୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ଏଥିରେ ସାମିଲ କରାଯିବ। ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରାଯିବ। କନ୍ୟା ବିବାହ ଯୋଜନାରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ 45,000 ଟଙ୍କା ଲେଖାଏଁ ପଠାଯିବ। ଏହା କେନ୍ଦ୍ର ସରକାରଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଏକ ନିର୍ଦ୍ଦେଶନ। ଏହାଛଡ଼ା ୟୁନିୟନ ବଜେଟରେ ମହିଳା ବିକାଶ ଓ ସୁରକ୍ଷା ପାଇଁ 9 ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍ 2026ରେ ମହିଳାଙ୍କ ପାଇଁ 9.4% ବ୍ୟୟ ଅଟକଳ ରହିଛି। କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସିଏମ୍ କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କନ୍ୟା ଓ ବରର ବାପା ମାଙ୍କୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଉତ୍ସାହିତ କରିବ। ଐତିହାସିକ ଯୋଜନା ସମାଜର ପ୍ରଥାକୁ ରୋକିବାରେ ସହାୟକ ହେବ। ଏବେ ସବୁ କ୍ଷେତ୍ରରେ ଝିଅମାନେ ଆଗୁଆ ଏବଂ ସଶକ୍ତ ହେବେ। ଆର୍ଥିକ ବୋଝ କମାଇବା ଏବଂ ଆର୍ଥିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବେଶ୍ ସହାୟକ ହେବ। ଅନଗ୍ରସର ଝିଅମାନେ ଏହା ଦ୍ୱାରା ଉପକୃତ ହେବେ। ସାମାଜିକ ବ୍ୟବସ୍ଥାରେ ସୁବିଧା ଆସିବ। ସୁଭଦ୍ରା ଯୋଜନା ମାଧ୍ୟମରେ 1 କୋଟି ମହିଳାଙ୍କୁ ସାମିଲ କରିବାରେ ସରକାର ସକ୍ଷମ। ସୁଭଦ୍ରା ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମହିଳାଙ୍କୁ ଅଧିକ ସଶକ୍ତ କରେ। ଏହା ଭଗବାନଙ୍କ ଆଶୀର୍ବାଦ। ସେମାନେ ମା ବାପା ପାଇଁ ଆଉ ବୋଝ ହୋଇ ରହିବେ ନାହିଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖବରଟି ଭଲ ଲାଗୁଥିଲେ ଭିଡିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପରବର୍ତ୍ତୀ ଖବର, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମିଳିବ ଆଡଭାନ୍ସ ଦରମା। ଉପକୃତ ହେବେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ। ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମାସ ଆରମ୍ଭରୁ ଖୁସି ଖବର ଦେଲେ ରାଜ୍ୟ ସରକାର। ଏଣିକି ମିଳିବ ଆଗୁଆ ବେତନ। ଆସାମ ସରକାର ନିଜ ସରକାରୀ କର୍ମଚାରୀଙ୍କ ପାଇଁ 2ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା ସ୍ୱାଗତ ସତୀର୍ଥ ପୋର୍ଟାଲ 2.0 ଲଞ୍ଚ କରିଛନ୍ତି, ଯାହା ମାଧ୍ୟମରେ ସରକାରୀ କର୍ମଚାରୀଙ୍କ ଟ୍ରାନ୍ସଫର ପ୍ରକ୍ରିୟା ଅଧିକ ସହଜ ଓ ପାରଦର୍ଶୀ ହେବ। ଏହା ସହିତ କର୍ମଚାରୀମାନେ ଏବେ ଆଡଭାନ୍ସ ଲଟେରୀ ନେବାର ସୁବିଧା ମଧ୍ୟ ପାଇବେ। ଆପତକାଳୀନ ସମୟରେ ଆର୍ଥିକ ସହାୟତା। ଅନେକ ସମୟରେ କର୍ମଚାରୀମାନଙ୍କୁ ହଠାତ୍ ଟଙ୍କାର ଆବଶ୍ୟକତା ପଡ଼ିଥାଏ। ଏହି ପରିସ୍ଥିତିରେ ସେମାନେ ବେଶୀ ସୁଧରେ, ସାହୁକାର କିମ୍ବା ବାହାର ଲୋକଙ୍କଠାରୁ ଭରସା କରୁଥିଲେ। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆସାମ ସରକାର ଆଡଭାନ୍ସ ସାଲାରୀ ସୁବିଧା ଆରମ୍ଭ କରିଛନ୍ତି। ତେବେ ଏହି ଟଙ୍କାକୁ କିସ୍ତିରେ ଫେରସ୍ତ କରିପାରିବେ। କର୍ମଚାରୀମାନେ ଆଡଭାନ୍ସ ନେଇଥିବା ରାଶିକୁ ଏକାଥରେ କିମ୍ବା 1 ବର୍ଷର ସହଜ କିସ୍ତିରେ ଫେରସ୍ତ କରିପାରିବେ। ଏହି ରାଶି ଉପରେ ବ୍ୟାଙ୍କ ସୁଧ ବହୁତ କମ୍ ରହିବ। ଯେଉଁ କର୍ମଚାରୀ ଦରମା ମିଳିବା ସହିତ ଟଙ୍କା ଫେରସ୍ତ କରିଦେବେ, ସେମାନଙ୍କ ପାଇଁ ସୁଧ ଅଧିକ କମ୍ ରହିବ। ଟ୍ରାନ୍ସଫରର ପ୍ରକ୍ରିୟାରେ ପାରଦର୍ଶିତା। ସରକାରୀ ଚାକିରିରେ ଟ୍ରାନ୍ସଫର ଏକ ବଡ଼ ସମସ୍ୟା ହୋଇଥାଏ। ଏହାକୁ ଦୁର୍ନୀତିମୁକ୍ତ ଏବଂ ପାରଦର୍ଶୀ କରିବା ପାଇଁ ଏହି ଅନଲାଇନ ପୋର୍ଟାଲ ଅଣାଯାଇଛି। ଏହା ମାଧ୍ୟମରେ ସୁପାରିଶ ଓ ଦବାବର ସଂସ୍କୃତି ଶେଷ ହେବ ବୋଲି ସରକାର ଆଶା କରୁଛନ୍ତି। ଏହି ପୋର୍ଟାଲ ବର୍ଷକୁ 2 ଥର ଖୋଲାଯିବ। ଏଥର ଆବେଦନ ପ୍ରକ୍ରିୟା 7 ମାର୍ଚ୍ଚ ମଧ୍ୟରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ କର୍ମଚାରୀମାନଙ୍କର ଟ୍ରାନ୍ସଫର ପ୍ରଥମ ପର୍ଯ୍ୟାୟରେ ହୋଇନଥିଲା, ସେମାନେ 15 ଦିନ ମଧ୍ୟରେ ଆବେଦନ କରିପାରିବେ। ତେବେ ପ୍ରଥମ ପର୍ଯ୍ୟାୟରେ ଯାହାଙ୍କର ଟ୍ରାନ୍ସଫର ହୋଇସାରିଛି, ସେମାନେ ଏବେ ପୁନର୍ବାର ଆବେଦନ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟ କରିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ପ୍ରଶାସନିକ ପ୍ରକ୍ରିୟା। ଏଥିରେ ରାଜନୈତିକର କୌଣସି ସମ୍ପର୍କ ନାହିଁ। ପାରଦର୍ଶିତା ପାଇଁ ସମସ୍ତ ସୂଚନା ନିର୍ବାଚନ ଆୟୋଗକୁ ମଧ୍ୟ ଦିଆଯିବ। ସରକାରଙ୍କ ମତ ହେଉଛି, କର୍ମଚାରୀଙ୍କ ବ୍ୟକ୍ତିଗତ ଓ ଆର୍ଥିକ ସମସ୍ୟା କମିଲେ ସେମାନେ ଅଧିକ ମନୋଯୋଗ ସହ କାମ କରିପାରିବେ। ଆଡଭାନ୍ସ ସାଲାରୀ ସୁବିଧା କର୍ମଚାରୀମାନଙ୍କୁ ସାହୁକାରଙ୍କ କବଳରୁ ମୁକ୍ତି ଦେବ, ଯେତେବେଳେ କି ଅନଲାଇନ ପୋର୍ଟାଲ ଟ୍ରାନ୍ସଫର ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବ। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବରଟି ହେଲା, ରୁଷିଆ ଠାରୁ ତେଲ କିଣିବ ନାହିଁ ଭାରତ। ଟ୍ରମ୍ପ ଦାବି ପରେ ଆସିଲା ପୁତିନଙ୍କ ପ୍ରକ୍ରିୟା। ଜାଣନ୍ତୁ କଣ ଘଟଣା। ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତିନାମା ପରେ ରୁଷିଆ ପକ୍ଷରୁ ଆଧିକାରିକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଦାବିକୁ ରୁଷିଆ ଅସ୍ୱୀକାର କରିଛି। କ୍ରେମଲିନ୍ ତଥା ରୁଷିଆ ରାଷ୍ଟ୍ରପତି ପୁତିନଙ୍କ ମୁଖପାତ୍ର ଦିମିତ୍ରି ପେସ୍କୋଭ ଖବରଦାତାମାନଙ୍କୁ କହିଛନ୍ତି, ଏ ବିଷୟରେ ନୂଆଦିଲ୍ଲୀଠାରୁ ଆମ୍ଭମାନଙ୍କ ପାଖକୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି କିମ୍ବା ସୂଚନା ଆସିନାହିଁ। ଭାରତ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ବିଧିବଦ୍ଧ ଘୋଷଣା ହୋଇନାହିଁ। ରୁଷିଆ ଭାରତ ସହିତ ତାହାର ରଣନୈତିକ ସମ୍ପର୍କକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି ଏବଂ ଏହାକୁ ଆହୁରି ମଜବୁତ ମଧ୍ୟ କରିବାକୁ ଚାହୁଁଛି। ତେବେ ଟ୍ରମ୍ପ ସୋମବାର ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନରେ କଥା
କଥାବାର୍ତ୍ତା କରିଛନ୍ତି। ମୋଦି ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ରୁଷିଆରୁ ତେଲ କିଣିବା ବନ୍ଦ କରିଦେବ। ତାପରେ ଆମେରିକା ଭାରତ ଉତ୍ପାଦ ଉପରେ ଲାଗିଥିବା ଶୁଳ୍କକୁ 50%ରୁ କମ୍ କରି 18% କରିଛନ୍ତି। ଏହାଛଡ଼ା ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ଏବେ ଆମେରିକା ଏବଂ ସମ୍ଭବତଃ ଭେନେଜୁଏଲା ଠାରୁ ଅଧିକ ତେଲ ଖରିଦ କରିବ। ହେଲେ ପ୍ରଧାନମନ୍ତ୍ରୀ ମୋଦି ଏହି ଫୋନ୍ କଲ୍ ଓ ଟ୍ୟାରିଫ୍ ହ୍ରାସକୁ ସ୍ୱାଗତ କରିଥିଲେ ମଧ୍ୟ ରୁଷିଆରୁ ତେଲ କିଣା ବନ୍ଦ କରିବା ବିଷୟରେ କୌଣସି ଉଲ୍ଲେଖ କରିନଥିଲେ। ଭାରତ ବିଦେଶ ମନ୍ତ୍ରାଳୟ ମଧ୍ୟ ଏ ବିଷୟରେ କୌଣସି ଦାବିର ପ୍ରତିକ୍ରିୟା କରିନାହିଁ। ଖବରଗୁଡ଼ିକ ଭଲ ଲାଗୁଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବରଟି ହେଲା, ଆପଣ ବି ପ୍ରତିଦିନ ଖାଉଛନ୍ତି କି ଖଜୁରୀ? ତେବେ ଜାଣନ୍ତୁ ଖଜୁରୀ ଖାଇଲେ କଣ କଣ ସବୁ ଫାଇଦା ମିଳିବ। ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଖଜୁରୀ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆମକୁ ସୁସ୍ଥ ରହିବାରେ ସାହାଯ୍ୟ କରେ। ତେଣୁ ଯଦି ପ୍ରତିଦିନ ଆପଣ କେବଳ 2ରୁ 3ଟି ଖଜୁରୀ ଖାଆନ୍ତି ତେବେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟରେ ଅନେକ ପରିବର୍ତ୍ତନ ଅନୁଭବ କରିପାରିବେ। ଖଜୁରୀରେ ପ୍ରଚୁର ପରିମାଣର ଗ୍ଲୁକୋଜ, ଫ୍ରକ୍ଟୋଜ ଏବଂ ସୁକ୍ରୋଜ ରହିଛି। ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରେ। ଜଳଖିଆରେ କିମ୍ବା ଖାଦ୍ୟ ପରେ 2ରୁ 3ଟି ଖଜୁରୀ ଖାଇବା ଦ୍ୱାରା ଆପଣ ସାରାଦିନ ସକ୍ରିୟ ଏବଂ ଶକ୍ତିଶାଳୀ ଅନୁଭବ କରିପାରିବେ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ପାଚନ ସମସ୍ୟା ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି। ଖଜୁରୀ ଡାଇଫ୍ରି ଫାଇବରରେ ଭରପୁର। ଏହି ଫାଇବର କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ ଏବଂ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରେ। ତେଣୁ ଖଜୁରୀ ନିୟମିତ ଭାବରେ ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହୁଏ ଏବଂ ବଦହଜମି ଏବଂ ଗ୍ୟାସ୍ ଭଳି ପେଟ ସମସ୍ୟାର ଆଶଙ୍କା ବହୁତ କମ୍ ହୋଇଯାଇଥାଏ। ସେହିପରି ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳତା ଏକ ପ୍ରମୁଖ ସମସ୍ୟା ଦେଖାଯାଏ। ଖଜୁରୀରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ତମ୍ବା ଏବଂ ସେଲେନିୟମ ଭଳି ଖଣିଜ ପଦାର୍ଥ ଥାଏ ଯାହା ହାଡ଼ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଅଷ୍ଟିଓପରୋସିଆ ଭଳି ରୋଗର ଆଶଙ୍କା ବହୁତ ହ୍ରାସ ପାଇଥାଏ। ରକ୍ତହୀନତା ଦୂର କରେ। ଲୌହ ଅଭାବ ରକ୍ତହୀନତା ଏକ ସାଧାରଣ ସମସ୍ୟା ହୋଇଗଲାଣି, ବିଶେଷ କରି ମହିଳାମାନଙ୍କ ମଧ୍ୟରେ। ଖଜୁରୀ ଲୌହର ଏକ ଉତ୍କୃଷ୍ଟ ପ୍ରାକୃତିକ ଉତ୍ସ। ଲାଲ ରକ୍ତ କୋଷିକା ଉତ୍ପାଦ ବୃଦ୍ଧି କରି ଏହା ସମଗ୍ର ଶରୀରରେ ଅମ୍ଳଜାନ ପ୍ରବାହକୁ ଉନ୍ନତ କରେ, ଯାହା ଫଳରେ ଥକାପଣ ଏବଂ ଦୁର୍ବଳତା ଦୂର ହୋଇଯାଇଥାଏ। ଏହା ହାର୍ଟ ପାଇଁ ଲାଭଦାୟକ। ହାର୍ଟ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଖଜୁରୀ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରୁହେ। ଖଜୁରୀରେ ଥିବା ପଟାସିୟମ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ସହ ଫ୍ଲାଭୋନଏଡ୍ସ ଭଳି ଆଣ୍ଟିଅକ୍ସିଡାଣ୍ଟରେ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ସ୍ତର କମାଇବା ଏବଂ ଭଲ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତେବେ ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏହାର ପ୍ରକୃତି ଗରମ, ତେଣୁ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ। ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବରଟି ହେଲା, ବାହାରିଲା ରେଲୱେ ଗ୍ରୁପ୍ ଡି ଚାକିରି। ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ। ଆଜି ହିଁ କରନ୍ତୁ ଆବେଦନ। ରେଳବାଇ ନିଯୁକ୍ତି ବୋର୍ଡ ପକ୍ଷରୁ ଗ୍ରୁପ୍ ଡି ପଦବୀ ପାଇଁ 21,997ଟି ପୋଷ୍ଟ ବାହାରିଛି, ଯାହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିରେ 10ମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ ଫର୍ମର ସର୍ବାଧିକ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନଲାଇନ୍ କରାଯାଇଛି। ପ୍ରାର୍ଥୀମାନଙ୍କୁ ଫର୍ମ ପୂରଣ କରିବା ସମୟରେ ସେମାନଙ୍କର ଆଧାର ଏବଂ ଶିକ୍ଷାଗତ ଡକୁମେଣ୍ଟ ସମ୍ପର୍କରେ ସଠିକ୍ ସୂଚନା ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ତେବେ ଆବେଦନ ପ୍ରକ୍ରିୟା ଜାନୁଆରୀ 31 ତାରିଖରେ ଆରମ୍ଭ ହୋଇଥିଲା ଏବଂ ଫର୍ମ ଦାଖଲ କରିବା ଶେଷ ତାରିଖ ମାର୍ଚ୍ଚ 2, 2026 ପର୍ଯ୍ୟନ୍ତ ରହିଥିଲା। ଫିସ୍ ଜମା କରିବାର ଶେଷ ତାରିଖ ହେଉଛି 4 ମାର୍ଚ୍ଚ 2026। ଆବେଦନ ଫର୍ମକୁ କରେକ୍ସନ କରିବାର ୱିଣ୍ଡୋ 5 ମାର୍ଚ୍ଚରୁ 14 ମାର୍ଚ୍ଚ ପର୍ଯ୍ୟନ୍ତ ଖୋଲା ରହିବ। ତେବେ ପ୍ରାର୍ଥୀମାନେ କେବଳ ଗୋଟିଏ ରେଳ ଜୋନ୍ ପାଇଁ ଆବେଦନ କରିପାରିବେ। ଯଦି କେହି ଗୋଟିଏରୁ ଅଧିକ ଜୋନ୍ ଚୟନ କରେ ତାହେଲେ ତାଙ୍କର ଆବେଦନ ପତ୍ର ଖାରଜ ହୋଇଯିବ। ତଥାପି ଗୋଟିଏ ଜୋନ୍ ମଧ୍ୟରେ ଏକାଧିକ ପଦବୀ ପାଇଁ ପୃଥକ ଫର୍ମ ପୂରଣ କରିବା ଆବଶ୍ୟକ ନାହିଁ। ପଦବୀ ପସନ୍ଦ ଗୋଟିଏ ଫର୍ମରେ ସୂଚିତ ହେବା ଆବଶ୍ୟକ। ଗୋଟିଏ ଜୋନ୍ ଚୟନ କରିସାରିଲା ପରେ ପରିବର୍ତ୍ତନ କରିବାର କୌଣସି ବିକଳ୍ପ ରହିବ ନାହିଁ। ଏଥିପାଇଁ ସର୍ବନିମ୍ନ ବୟସ 18 ବର୍ଷ ଏବଂ ସର୍ବାଧିକ ବୟସ 33 ବର୍ଷ। ବୟସର ଗଣନା 1 ଜାନୁଆରୀ 2026ରୁ କରାଯିବ। ଓବିସି ବର୍ଗ ପାଇଁ 3 ବର୍ଷ ଏବଂ SC/ST ବର୍ଗ ପାଇଁ 5 ବର୍ଷ ଛାଡ଼ ଦିଆଯିବ। ତେବେ ନିଯୁକ୍ତି ପ୍ରକ୍ରିୟା ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ସହିତ ଆରମ୍ଭ ହେବ। ସଫଳ ପ୍ରାର୍ଥୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଡକାଯିବ। ତାପରେ ଡକ୍ୟୁମେଣ୍ଟ ଯାଞ୍ଚ, ଡାକ୍ତରୀ ପରୀକ୍ଷା ଆରମ୍ଭ ହେବ। ପରବର୍ତ୍ତୀ ଖବର, ବାଲି ଚୋରି ରୋକିବାକୁ ଆଉ ପାଦେ ଆଗେଇଲେ ସରକାର। ଲଘୁ ଖଣିଜ ସମ୍ପଦ ପାଇଁ ଆସିଲା ନୂଆ ମାର୍ଗଦର୍ଶିକା। ଚଳିବନି ମାଲିକଙ୍କ ମନମର୍ଜି। ମନଚ୍ଛାଦା ଦରରେ ବିକ୍ରି ହୋଇପାରିବନି ଲଘୁ ଖଣିଜ। ବେଆଇନ ଖଣି ଖନନ ଉପରେ ରୋକ୍ ସହ ବାଲି ମାଫିଆଙ୍କୁ ସାବାଡ କରିବାକୁ ସରକାର ଆଣିଛନ୍ତି ନୂଆ ମାର୍ଗଦର୍ଶିକା, ଯାହା ସାଧାରଣ ଲୋକଙ୍କୁ ବେଶ୍ ସୁହାଇବ। ଅନ୍ୟପଟେ ଇଡି ଚଢାଉ ବାଲି ମାଫିଆଙ୍କ ମୁଣ୍ଡବିନ୍ଧାର କାରଣ ହୋଇସାରିଛି। ଓଡ଼ିଶାରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ନିୟମ। ଏଣିକି ନିଲାମ ନୁହେଁ, ଇ ଲଟେରୀ ମାଧ୍ୟମରେ ମିଳିବ ଖଣି ଲିଜ୍। ରାଜ୍ୟରେ ବାଲି, ପଥର, ମରମ ଭଳି ଲଘୁ ଖଣିଜ ସମ୍ପଦକୁ ସୁପରିଚାଳନା ଏବଂ କଳାବଜାରୀ ରୋକିବା ପାଇଁ ଅଣ୍ଟା ଭିଡ଼ାଇଛନ୍ତି ସରକାର। ସରକାର ଲଘୁ ଖଣିଜ ରିହାତି ନିୟମାବଳୀ 2025 ଅଧୀନରେ ନୂତନ କାର୍ଯ୍ୟକାରୀ ମାର୍ଗଦର୍ଶିକା ଜାରି କରିଛନ୍ତି। ଗୋଟିଏ ପଟେ ଲଘୁ ଖଣି ଲିଜ୍ର ସ୍ୱଚ୍ଛତା ପାଇଁ ସରକାର ମାର୍ଗଦର୍ଶିକା ଆଣିଛନ୍ତି, ଅନ୍ୟପଟେ ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗିବାକୁ ତନାଘନାକୁ ଜୋରଦାର କରିଛି ଇଡି। ବ୍ରହ୍ମପୁରର ପ୍ରତିଷ୍ଠିତ ବ୍ୟବସାୟୀ ସୁନିଲଙ୍କୁ ଝାଳ ବୁହା ଜୋରା କରିଛି ଇଡି। ବିଭିନ୍ନ ଠିକଣାରେ ଇଡି ଚଢଉ, ବାଲି
ବାଲି ମାଫିଆଙ୍କ ନିଦ ହଜାଇଛି। ସେପଟେ ଗଞ୍ଜାମରୁ 100 କୋଟିର ବାଲି ଚୋରି ହୋଇଥିଲା ନେଇ ଶାସକ ଦଳ ଓ ବିଭାଗୀୟ ମନ୍ତ୍ରୀ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ମନ୍ତ୍ରୀ ଏନେଇ ମୁହଁ ଖୋଲି ନଥିଲା ବେଳେ ଜବାବ ରଖିଛି ବିଜେପି। ସରକାର ଏଓପି ଆଣିଲେ, କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଲେ, ହେଲେ ଏହା ବାଲି ମାଫିଆଙ୍କୁ ସାବାଡ଼ କରିପାରିବ ତ? ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର। ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କର ପ୍ରଶ୍ନ। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତ ଆମେରିକା ବାଣିଜ୍ୟର ଚୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆଜି ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୁଝାମଣା ହୋଇଛି, ଯାହା କାରଣରୁ ସେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସେ ସଂସଦରେ ମଧ୍ୟ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଚୁକ୍ତି ମାଧ୍ୟମରେ ଦେଶକୁ ବିକ୍ରି କରିଦେଉଛନ୍ତି ଏବଂ ତାର ଛବି ଖରାପ ହୋଇଯିବ ବୋଲି ସେ ଭୟ କରୁଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ କିଛି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରବଳ ଚାପରେ ଅଛନ୍ତି। ସେ ଭୟ କରୁଛନ୍ତି ଯେ ତାଙ୍କର ଛବି ଖରାପ ହୋଇଯାଇପାରେ, ଯାହା ହଜାର ହଜାର କୋଟି କୋଟି ଟଙ୍କା ଖର୍ଚ୍ଚରେ ସୃଷ୍ଟି ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ବୁଝାମଣା ହୋଇଛି। 4 ମାସ ଧରି ଅଟକି ରହିଥିବା ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଗତକାଲି ସନ୍ଧ୍ୟାରେ ଏହା ସ୍ୱାକ୍ଷରିତ ହୋଇଛି। ସେ ଦାବି କରିଛନ୍ତି ଯେ ଭାରତର ଲୋକମାନେ ଜାଣିବା ଉଚିତ ଯେ ପ୍ରଧାନମନ୍ତ୍ରୀଙ୍କ ସହ କିଏ ଏବଂ କିପରି ବୁଝାମଣା କରିଛି। ଭାରତର ଚାଷୀମାନେ ବୁଝିବା ଉଚିତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଚୁକ୍ତିନାମାରେ ଆପଣଙ୍କର କଠିନ ପରିଶ୍ରମ ଏବଂ ରକ୍ତ ଏବଂ ଝାଳ ବିକ୍ରି କରିଛନ୍ତି। ସେ କେବଳ ଆପଣଙ୍କୁ ନୁହେଁ ଦେଶକୁ ବିକ୍ରି କରିଛନ୍ତି। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ତାଙ୍କୁ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ କହିବାକୁ ଅନୁମତି ଦିଆଯାଉନାହିଁ। ଆମେରିକାର କୃଷି ମନ୍ତ୍ରୀ ବ୍ରୁକ୍ ଲୁରିଂସ୍ଙ୍କ ବୟାନକୁ ଉଦ୍ଧୃତ କରି କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି। ବ୍ରୁକ୍ ଲୁରିଂସ୍ କହିଛନ୍ତି ଯେ ଏବେ ଆମେରିକା ଚାଷୀଙ୍କ ଉତ୍ପାଦ ଭାରତୀୟ ବଜାରରେ ବିକ୍ରି ହେବ, ଯାହାଦ୍ୱାରା ଆମେରିକାର ଗ୍ରାମାଞ୍ଚଳକୁ ଟଙ୍କା ଆସିବ। ଆମେରିକା ଚାଷୀଙ୍କ ଭାରତ ପାଇଁ ବଜାର ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଚୁକ୍ତି ମାଧ୍ୟମରେ ଟ୍ରମ୍ପ ଆମେରିକୀୟ ଚାଷୀମାନଙ୍କୁ ଲାଭ ଦେଉଛନ୍ତି। କଂଗ୍ରେସ ତାଙ୍କ ବୟାନକୁ ଭାରତ ପାଇଁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। କଂଗ୍ରେସ କହିଛି ଯେ ଆମେରିକାର କୃଷି ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଯେ ମୋଦି ସରକାର ଭାରତୀୟ ଚାଷୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଏହି ଚୁକ୍ତି କରିଛନ୍ତି। ଏହା ଭାରତୀୟ ଚାଷୀଙ୍କ କ୍ଷତି କରିବ। ଏବେ ସେମାନଙ୍କୁ ନିଜ ଦେଶରେ ଆମେରିକୀୟ ଚାଷୀଙ୍କ ସହିତ ପ୍ରତିଯୋଗିତା କରିବାକୁ ପଡ଼ିବ। ଏହା ଭାରତୀୟ ଚାଷୀଙ୍କ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ଦେବା ଉଚିତ ଯେ ସେ କାହିଁକି ଭାରତୀୟ ଚାଷୀଙ୍କ ସ୍ୱାର୍ଥ ସହିତ ଖେଳୁଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆଜି ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୁଝାମଣା ହୋଇଛି, ଯାହା କାରଣରୁ ସେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସେ ସଂସଦରେ ମଧ୍ୟ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ଚୁକ୍ତି ମାଧ୍ୟମରେ ଦେଶକୁ ବିକ୍ରି କରିଦେଇଛନ୍ତି ଏବଂ ତାଙ୍କ ଛବି ଖରାପ ହୋଇଯିବ ବୋଲି ସେ ଭୟ କରୁଛନ୍ତି। ପରବର୍ତ୍ତୀ ଖବର, ରାଜ୍ୟରେ କେବେ ହେବ ପୁଲିସ ଏସ୍ଆଇ ପରୀକ୍ଷା? ସରକାରଙ୍କ ନିଦ ଭାଙ୍ଗିବାକୁ ଆସନ୍ତା 5ରେ ଆନ୍ଦୋଳନର ଡାକରା। ରାଜ୍ୟରେ ପୁଲିସ ଏସ୍ଆଇ ପରୀକ୍ଷା କେବେ? ପୁଲିସ ଏସ୍ଆଇ ପରୀକ୍ଷାରେ ବଡ଼ ଧରଣର ଚାଲିପାତି। ରାଜ୍ୟରେ ବିକ୍ରି ହେଉଛି ଚାକିରି। ଦୁର୍ନୀତିର ସୁରାଗ ମିଳିବା ପରେ ବି ସରକାର ଚୁପ୍ କାହିଁକି? କେବେ ମିଳିବ ଛାତ୍ରଛାତ୍ରୀଙ୍କୁ ନ୍ୟାୟ? କେବେ ମିଳିବ ଛାତ୍ରଛାତ୍ରୀଙ୍କୁ ନ୍ୟାୟ? ଏଭଳି ଅନେକ ସମସ୍ୟାକୁ ନେଇ ଷ୍ଟୁଡେଣ୍ଟ ଏଗ୍ନେଷ୍ଟ କର୍ପୋରେସନ ଲଗାତାର ସରକାରଙ୍କୁ ପ୍ରଶ୍ନ କରିଆସିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ନିଯୁକ୍ତି ଦୁର୍ନୀତି ଓ ଚାକିରି ବିକ୍ରିକୁ ପ୍ରସଙ୍ଗ କରି ଷ୍ଟୁଡେଣ୍ଟ ଏଗ୍ନେଷ୍ଟ କର୍ପୋରେସନ ନେତୃତ୍ୱରେ ବାରମ୍ବାର ସରକାରଙ୍କୁ ଘେରୁଛି ମେଧାବୀ। ରାଜ୍ୟ ପୁଲିସ ଏସ୍ଆଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତଦନ୍ତ କରୁଛି ସିବିଆଇ। ରାଜ୍ୟର ସବୁଠୁ ବଡ଼ ଦୁର୍ନୀତି କୁହାଯାଉଥିବା ପୁଲିସ ଏସ୍ଆଇ ପରୀକ୍ଷାକୁ ଦୁର୍ନୀତିର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ହାତରୁ ନେଇ ସିବିଆଇକୁ ଦେଇଛନ୍ତି ରାଜ୍ୟ ସରକାର। ସେପଟେ ପରୀକ୍ଷା ତାରିଖ ଘୋଷଣା ହେଉ ନଥିବାରୁ ମେଧାବୀଙ୍କ ଭିତରେ ଅସନ୍ତୁଷ୍ଟ ଦେଖାଯାଇଛି, ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି ଷ୍ଟୁଡେଣ୍ଟ ଏଗ୍ନେଷ୍ଟ କର୍ପୋରେସନ। ସିବିଆଇ ତଦନ୍ତ ସ୍ଥିତି ଓ ପୁଲିସ ଏସ୍ଆଇ ପରୀକ୍ଷା ବିଷୟରେ ସରକାରଙ୍କୁ ନେଇ ପକାଇବା ଉଦ୍ଦେଶ୍ୟରେ ଆନ୍ଦୋଳନ ଡାକରା ଦେଇଛି ସଂଗଠନ ଆବାହକ ବିଭୂତି ଭୂଷଣ ମହାପାତ୍ର। ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରିବାକୁ ଦାବି କରିବା ସହ ସରକାର ଏସ୍ଆଇ ପରୀକ୍ଷା କଥା ଭୁଲି ଯାଇଥିବା କହିଛନ୍ତି ଶ୍ରୀ ମହାପାତ୍ର। ପରୀକ୍ଷା କଥା ଏବେ ମନେ ପକାଇବାକୁ ମେଧାବୀଙ୍କୁ ଗାନ୍ଧୀ ମାର୍ଗକୁ ଓହ୍ଲାଇବାକୁ ପଡ଼ିବ ବୋଲି ପରୀକ୍ଷାରେ ଚେତାବନୀ ଦେବା ସହ ଆନ୍ଦୋଳନ ପାଇଁ ଆସନ୍ତା 5 ତାରିଖ ଧାର୍ଯ୍ୟ କରିଛନ୍ତି। ରାଜ୍ୟରେ ଚାକିରି ବିକ୍ରି ବନ୍ଦ କରିବା ପାଇଁ ହେଲେ ଏସ୍ଆଇ ମାମଲାରେ ସିବିଆଇ ଆମୂଳଚୂକ ତଦନ୍ତ କରି ବଡ଼ବଡ଼ିଆ ଅଧିକାରୀଙ୍କୁ ବାନ୍ଧିବା ସହ ନିଯୁକ୍ତି ଦୁର୍ନୀତିର ମୂଳୋତ୍ପାଟନ ଦାବି ପାଇଁ ସଂଗଠନ କରିଛି। ଏସ୍ଆଇ ପରୀକ୍ଷା ପୂର୍ବରୁ 2 ଥର ବାତିଲ ହେବା ପରେ 2024 ମସିହା ବିଜ୍ଞପ୍ତିର 2026ରେ ପରୀକ୍ଷା ତାରିଖ ଘୋଷଣା ନ ହୋଇ ପାରିବ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇବା କହି ଲକ୍ଷ ଲକ୍ଷ ମେଧାବୀଙ୍କ ମାନସିକ ସ୍ଥିତି ଓ ଭବିଷ୍ୟତ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଦେଖିବା ବାକି ରହିଲା ଯେ ଛାତ୍ରଛାତ୍ରୀଙ୍କୁ କେବେ ମିଳିବ ନ୍ୟାୟ। ଭିଡିଓ ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଏପର୍ଯ୍ୟନ୍ତ ଯଦି ଆପଣମାନେ ଭିଡିଓକୁ ଦେଖି ସାରିଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ନୋଟିଫିକେସନ ବେଲଟିକୁ ଅଲରେ କରିଦେବେ, ଭିଡିଓକୁ ଗୋଟେ ଲାଇକ୍ କରିଦେବେ ଏବଂ ଭିଡିଓକୁ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ। ବିଦାୟ ଦିଅନ୍ତୁ, ଦେଖା ହେବ ଅନ୍ୟ ଏକ ଭିଡିଓରେ।
ଜୟ ଜଗନ୍ନାଥ।